ସାମ୍ବାଦିକତା ଭିତରେ ସେ ନିଜ ପରିବାର କଥା କେବେ ଭାବିନି। ସାମ୍ବାଦିକ ତ ଆଉ କିଛି ସେ କରିନି। କିନ୍ତୁ ଆଜି ଦେଖୁନ୍ ତାର ଯୋଉ ସ୍ମୃତି ସଭାରେ ଓଡ଼ିଶାର ସମସ୍ତେ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ସମସ୍ତେ ଆସିଛନ୍ତି। ମୁଁ ଭାବୁଛି ଏଇଥିପାଇଁ ଆସିଛନ୍ତି। ମୁଁ ଭାବୁଛି ସାମ୍ବାଦିକ ଭାବରେ ଜଣେ ସାମ୍ବାଦିକ ଜଣେ ରିପୋର୍ଟର କଣ, ଗୋଟେ ରିପୋର୍ଟର କାର୍ଯ୍ୟ କଣ, ସେ କେତେ ନିଷ୍ଠାପର ହବା ଦରକାର, କେତେ କମିଟେଡ ହବା ଦରକାର, এটা যদি কাহাঠু শিখিবার ଥିଲା তাহলে সে রতিকান্ত মহাନ୍ତି। ସାମ୍ବାଦିକତା ଭିତରେ ସେ ନିଜ ପରିବାର କଥା କେବେ ଭାବିନି। ସାମ୍ବାଦିକ ତ ଆଉ କିଛି ସେ କରିନି ବା ପରିବାର ବୋଝକୁ ସାମ୍ବାଦିକତା ଭିତରକୁ ଆଣିନି। ଏବଂ ଜଣେ ରିପୋର୍ଟର ପ୍ରତ୍ୟେକ ଘଟଣାକୁ ନିର୍ଦ୍ଦିଷ୍ଟ ଭାବରେ ଡିଟେଲ ରିପୋର୍ଟ କରିବ। ସାମ୍ବାଦିକ ଶୈଳୀ ବହୁ ଯାଉଛନ୍ତି କିଛି ଲେଖିବେନି। ସିଏ ଜଣେ ସାମ୍ବାଦିକ ଯିଏକି ଯୋଉ ସାମ୍ବାଦିକ ସମ୍ମିଳନୀରେ ଯାଏ ମୂଳରୁ ପ୍ରଶ୍ନ ତ ପଚାରିବ, ଏ ମୂଳରୁ ଶେଷ ପର୍ଯ୍ୟନ୍ତ ସାମ୍ବାଦିକ ମଣ୍ଡଳୀ ଡିଟେଲ ରିପୋର୍ଟ କରିବ। ବିଧାନସଭାକୁ ଯାଏ ବିଧାନସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ରିପୋର୍ଟ করে। ସବୁ ସାମ୍ବାଦିକ ତାଠୁ କପି ନିଅନ୍ତି, ତାଠୁ ଖବର ନିଅନ୍ତି। ଏପରି ଭାବରେ ଜଣେ ସଚ୍ଚା ରିପୋର୍ଟର ଭାବରେ ସେ କାମ କରିଛି, ସାମ୍ବାଦିକ ଭାବରେ କାମ କରିଛି। ଏବଂ ତା ସଙ୍ଗେ ଗାଡି ମଟର ନୁହଁ, ଚାଲିକି ସମସ୍ତଙ୍କ ପାଖକୁ ଯାଏ, ଚାଲି ଚାଲି ଯାଏ। ସେ ବିଧାନସଭା ହଉ, ସେକ୍ରେଟାରିଏଟ ହଉ, ସମସ୍ତଙ୍କ ପାଖରେ ପହଞ୍ଚିବ। କିନ୍ତୁ ସବୁ ଘଟଣାରେ କୋଉ ଘଟଣା ନ ଜାଣିଥିବ ରତିକାନ୍ତ ମହାନ୍ତି ଭୁବନେଶ୍ୱର ହେଇଯିବ, ଏ କଥା ହେଇପାରିବ। ତେଣୁ ଅଧିକାଂଶ ରାଜନେତା ମଧ୍ୟ ତାଙ୍କୁ ଭଲ ପାଆନ୍ତି, ସମସ୍ତେ ଭଲ ପାଆନ୍ତି, ସେ ଯୋଉ ଦଳରେ ରହନ୍ତୁ ନା କାହିଁକି। ଏତେ ଖବର ଜାଣିଥିବା ଲୋକ ଏବଂ କୋଉଠି ଖବର କାଗଜ ବାଲା ଏ ରାଜନେତାଟା କୋଉ ଦଳଟା କୋଉ ନେତା କୋଉଠି ଭୁଲ କଲା ବା ଠିକ କଲା, କଣ ଭୁଲ କହିଦେଲା, ଏ କଥାକୁ ଯିଏ ନଜର ରଖିବା ଲୋକ ତାହେଲେ ସିଏ। କିନ୍ତୁ ତାର ଯୋଉ କାଗଜ ପାଇଁ ସେ ରିପୋର୍ଟ କରୁଥାଏ, ବିଭିନ୍ନ କାଗଜ ପାଇଁ ରିପୋର୍ଟ କରୁଛି, ମୋ କାଗଜ ପାଇଁ ମଧ୍ୟ ସେ ରିପୋର୍ଟ ଥିଲେ। ସିଏ ନିର୍ଦ୍ଦିଷ୍ଟ ଭାବରେ ତା ଯୋଉ ସମୟ ସୀମା ଭିତରେ ଦି ଓଳି ସକାଳ ଓଳି ରିପୋର୍ଟ ଦିଆଯିବ, ଦିଟା ସୁଦ୍ଧା ନିଶ୍ଚୟ ପଠେଇବେ। ସନ୍ଧ୍ୟାବେଳେ ରାତିରେ ରିପୋର୍ଟ ଡିଟେଲ ପଠେଇବେ। କୌଣସି ଜିନିଷ ମିସ୍ କରିବନି। ତମେ ସିଏ ଅଧିକା ପଠେଇଦେବ, ଆପଣ ଯିଏ ଡେସ୍କରେ ଥିବ ତମେ ତା ଦେହରୁ କିଛି ଏଡିଟ କରି କିଛି କାଟିପାର। କିନ୍ତୁ କଣ ଜିନିଷ ସେ ମିସ୍ କରିନଥିବ, ନ ଦେଇଥିବ, ଏ କଥା ନାହିଁ। ଏତେ ଭାବରେ କାମ କରୁଥିବା ଲୋକ ଯିଏକି ନିଜ ପରିବାରକୁ ଅନେଇନି, ଆଉ କୋଉଥିପାଇଁ ଦେଇନି। ମତେ କୁହନ୍ତୁ ଗୋଟିଏ କଥା, ଏଠି ବହୁ ସାମ୍ବାଦିକ ବହୁତ ବହୁତ କାର୍ଯ୍ୟରେ ଥାନ୍ତି, ସାମ୍ବାଦିକତା ଛଡା ଆଉ କଣ ଦିନ ବେପାର କରୁଥିବେ। କିନ୍ତୁ ରତିକାନ୍ତ ମହାନ୍ତି ସାମ୍ବାଦିକତା ବ୍ୟତୀତ ଆଉ କିଛି କରିନାହାନ୍ତି। ନିଜ ପରିବାରକୁ ମଧ୍ୟ କେବେ ପ୍ରାଥମିକତା ଦେଇନାହାନ୍ତି। ସାମ୍ବାଦିକତା କରିବାରେ ରିପୋର୍ଟିଂ କରିବି, ସିନସିୟରଲି କରିବି। ଏଇ ଯୋଉ କଥା ମୁଁ ଭାବୁଛି ଓଡ଼ିଶାର ଯୋଉମାନେ ଯୁବପିଢି ଆଉ ସାମ୍ବାଦିକ ମାନେ ତାଙ୍କୁ ଶିଖିବା କଥା। ଏଇଠିକି ଯୋଉମାନେ ଯୁବପିଢି ତାଙ୍କୁ ଦେଖିଛନ୍ତି, ଜାଣିଥିବେ, ନ ଦେଖିଛନ୍ତି ଜାଣିବା ଦରକାର ସେ କିପରି ଭାବରେ କାମ କରୁଥିଲେ। ମୁଁ ଭାବୁଛି ସେଇଟା ସବୁ ସାମ୍ବାଦିକ ପାଇଁ ଓଡ଼ିଶାରେ, ବିଶେଷ ଭାବରେ ଭୁବନେଶ୍ୱରରେ ସେ ଗୋଟେ ସମସ୍ତଙ୍କ ପାଇଁ ଆଦର୍ଶ ହେଇକି ରହିଛନ୍ତି। ଏବଂ ତାଙ୍କର ସ୍ମୃତିରେ ସେଇ ଆସେ ଆଜି ସମସ୍ତେ ଆସି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ, ତାଙ୍କ ସ୍ମୃତି ବି ଗପୁଛୁ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।